ଗୋଟିଏ ପିଲାକୁ ଅତି ଭଦ୍ର ପିଲା ବୋଲି ଭାବି ତାକୁ ବଳିଆ ନିଜେ ବାହାଘର କରିଥିଲା। ବାହାଘର ଖୁବ୍ ଧୁମଧାମରେ ହେଇଗଲା। ବାହାଘର ସଇଲା, ବର୍ଷେ ଖଣ୍ଡେ ଭଲରେ ରହିଲେ, 2 ବର୍ଷ ଖଣ୍ଡେ ରହିଛନ୍ତି କି ଭଲରେ କ'ଣ। ସେଇ ଲୋକ, ସେଇ ପିଲା, ସିଏ ପୁଣି ଆଉ ଗୋଟିଏ ବାହା ହେଲା। ପୁଣି କିଛି ଦିନ ପରେ ପୁଣି କାଳେ ଆଉ ଗୋଟିଏ ବାହା ହେଇନି, ଆଉ ଗୋଟିଏ ଆଣିକି ରଖିଲା। ପୁଣି ତାପରେ ସେଇ ଯୋଉ ପ୍ରଥମ ସ୍ତ୍ରୀଟିକୁ ତାକୁ ଜବରଦସ୍ତି ଛାଡ଼ପତ୍ର ଦେଇ ତାକୁ ବିଦା କଲା। ପୁରା ସୁନ୍ଦରିଆ ସ୍ତ୍ରୀଟିଏ ପାଇଲା, ତେଣୁ ବିଦା କରିଦେଲା। ବିଦାୟ ଦେଲ, ବର୍ତ୍ତମାନ କହୁଛନ୍ତି ମୋର ଭୁଲ ହେଇଗଲା, ସେ ଡାଇଭର୍ସ ପେପରକୁ ଚିରି ଦିଅ, ପୁଣି ମୋ ପାଖକୁ ଆସ। ମୁଁ କହିଲି ତମକୁ ବିଶ୍ୱାସ କ'ଣ? ସିଏ ଲୋକକୁ ବିଶ୍ୱାସ କ'ଣ? ସେ ଯଦି ତମକୁ ନେଇକିରି ଘର ଭିତରେ ପୁରେଇକି ନିଆଁ ଜାଳି ଦେଇକି ମାରିଦେବ, ତମେ ବିଶ୍ୱାସ କ'ଣ? ଏଇ ସମାଜର କଥା ମୁଁ କହୁଛି, ମୁଁ କାହାକୁ ଆକ୍ଷେପ କରି କହୁନି। ଗୋଟେ ନାରୀର ଆଖିରୁ ଲୁହ ବୁହାଇ ତୁମେ ଜୀବନରେ ପାଇଛ କ'ଣ? ପାଇବ କ'ଣ? ତେଣୁ ଶେଷରେ ତମକୁ ପଶ୍ଚାତାପ କରିବାକୁ ପଡ଼ିବ। ସେ ପଶ୍ଚାତାପର ପୁଟୁଳି ବନ୍ଧା ହେଇକିରି 2 ବର୍ଷ ହେଲା ରହିଛି। ତାକୁ ଟିକେ ମୁଁ ଫିଟେଇନି, କୋଉଦିନ ଫିଟେଇ ଦେଲେ ସବୁ ତୁମେ ଜାଣିପାରିବ। ତେଣୁ ଭଲ ମଣିଷ ହୁଅ, ଭଲରେ ରୁହ। ଇଏ ନିଶା, ମାଦକ, ନାରୀ, ଅର୍ଥ, ଇଏ ତମର ସବୁ କ'ଣ କରିବ?